ଖଣ୍ଡିଆ ମାଛ ପାଇଥିଲୁ। ତାକୁ ଡିଏନଏ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏଇଟା ଗୋଟେ ନୂଆ ପ୍ରଜାତି, କିନ୍ତୁ ଆମେ 3 ବର୍ଷ ଧରି ଖୋଜିଲା ପରେ ବି ଏ ଏରିଆରେ ଆଉ ସେ ମାଛ ପାଇନୁ। ଗୋପାଳପୁର ଜାଡିସାହି ପକ୍ଷରୁ 2022 ମସିହା ଆର୍ଯ୍ୟପଲ୍ଲୀରୁ ଏକ ବିରଳ ମାଛ ଧରିଥିଲେ, ଯାହାକି ଦେଖିବାକୁ କୋଚିଆ ସଦୃଶ, କିନ୍ତୁ ତାର ଏକ ନୂତନ ନାମକରଣ କରାଯାଇଛି। ଏହି ନାମକରଣଟି କରିବା ପାଇଁ ଦୀର୍ଘ 4 ବର୍ଷ ମଧ୍ୟ ଲାଗିଲା। ଆମ ପାଖରେ ରହିଛନ୍ତି ବୈଜ୍ଞାନିକ ଶ୍ରୀ ମହାପାତ୍ର ସାର୍ ରହିଛନ୍ତି, ତାଙ୍କ ସହିତ ମଧ୍ୟ ଆମେ ଆଲୋଚନା କରିବା। ସାର୍, ଓଡ଼ିଶା ଭାସ୍କରକୁ ସ୍ୱାଗତ କରୁଛି। ଜାଡିସାହି ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନ ଭିନ୍ନ ଧରଣର ମାଛ କୁ ଧରିଥାଉଛି ଏବଂ ତାର ମଧ୍ୟ ନୂତନ ଭାବରେ ଆବିଷ୍କାର କରୁଛନ୍ତି, ନୂତନ ନାମ ମଧ୍ୟ ଦେଉଛନ୍ତି। ବର୍ତ୍ତମାନ ମଧ୍ୟ ଗୋଟେ ନାମକରଣ କରାଯାଇଛି, ଯେ ନାମକରଣ କରାଯାଇଛି ଦେଖିବା ପାଇଁ କୋଚିଆ ସଦୃଶ, କିନ୍ତୁ ଦୀର୍ଘ 4 ବର୍ଷ ଲାଗିଲା। ମାଛଟି କେଉଁଠୁ ଧରିଥିଲେ, କେଉଁ ସମୟ ଧରିଥିଲେ? ଆକ୍ଚୁଆଲି ଆମର 2 ଜଣ ରିସର୍ଚ୍ଚ କଲା, ରାଜେଶ ଆଉ ସ୍ମୃତି, ସେ ମାଛଟାକୁ ଆର୍ଯ୍ୟପଲ୍ଲୀ ଫିସ୍ ଲ୍ୟାଣ୍ଡିଂ ସେଣ୍ଟରରୁ ଧରିଥିଲେ। କିନ୍ତୁ ଆମେ ଦେଖିବାକୁ ପାଇଲୁ ଯେ ସେ ମାଛଟା ଯଦିଓ ଆମକୁ ନୂଆ ଦେଖାଯାଉଥିଲା, ତାର ଆଇଡେଣ୍ଟିଫାଇଂ କ୍ୟାରେକ୍ଟର ଯୋଉ ଜାଗା, ସେ ଜାଗା ଗୁଡାକ କଟି ଯାଇଥିଲା। ମାନେ ଟିକେ ଟିକେ କଟିଥିବାରୁ ଆମେ ଏକ୍ଜାକ୍ଟ କ୍ୟାରେକ୍ଟର ପାଉନଥିଲୁ ଯେ ତାକୁ ଗୋଟେ ନୂଆ ସ୍ପିସିସ୍ କରିବା ପାଇଁ। ତାପରେ ଆମେ ତାର ଡିଏନଏ ଆନାଲିସିସ୍ ବି କରିଥିଲୁ। ଯଦିଓ ଡିଏନଏ ଆନାଲିସିସ୍ ସରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏଇଟା ଗୋଟେ ନୂଆ ପ୍ରଜାତିର ମାଛ, କିନ୍ତୁ ଯେହେତୁ ଆମର ପୁରା ମାଛଟା ନାହିଁ, ଆମେ ତାକୁ ସମ୍ପୂର୍ଣ୍ଣ ରୂପେ ଡେସ୍କ୍ରାଇବ୍ କରିବା ସମ୍ଭବ ହେଲାନି। ତାପରେ 2025 ମସିହାରେ ଡକ୍ଟର ଟିଟି ଅଜିତ କୁମାର NBFGR ଲକ୍ଷ୍ନୌରେ ଯୋଉ ସେଣ୍ଟର ଅଛି, ସେଠିର ଜଣେ ବୈଜ୍ଞାନିକ, ବରିଷ୍ଠ ବୈଜ୍ଞାନିକ, ସେ ମୋ ପାଖକୁ ଆଉ ଗୋଟେ ସ୍ପେସିମେନ୍ ଆଇଡେଣ୍ଟିଫିକେସନ ପାଇଁ ପଠେଇଥିଲେ। ପଠେଇଲା ପରେ ଯେତେବେଳେ ଆମେ ଜାଣିବାକୁ ପାଇଲୁ ସେଇଟା ମଧ୍ୟ ଗୋଟେ ନୂତନ ପ୍ରଜାତିର ମାଛ। ତାପରେ ଯେତେବେଳେ ଦିଟା ଯାକର ଡିଏନଏ ନମୁନା ମିଶେଇଲୁ, ଆମର ଯୋଉ କଟି ଯାଇଥିବା ମାଛଟା ଏବଂ ତାର ଡିଏନଏ ନମୁନା ମିଶିଗଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏଇଟା ନିଶ୍ଚିନ୍ତ ସମାନ ପ୍ରଜାତିର ମାଛ, ଏବଂ ଏଇଟା ସେ ଯୋଉ ମାଛଟି ପଠେଇଥିଲେ ସେଟା ସମ୍ପୂର୍ଣ୍ଣ ଥିଲା, ମାନେ ତାର କଟି ନଥିଲା କିଛି, ତାର ସମ୍ପୂର୍ଣ୍ଣ ଭାଗ ଥିଲା। ଏବଂ ଦୀର୍ଘ 3 ବର୍ଷ ଖୋଜିଲା ପରେ ବି ଆମେ ଦ୍ୱିତୀୟ ନମୁନା ପାଇନଥିଲୁ, ତେଣୁ ଆମେ ନୂଆ ସ୍ପିସିସ୍ ଭାବରେ ଡେସ୍କ୍ରାଇବ୍ କରିପାରୁନଥିଲୁ। ଯେତେବେଳେ ସେଠୁ ସେ ମାଛର ଧରା ପଡ଼ିଲା କାକିନାଡ଼ାରୁ, ତାପରେ ଆମେ ଡିଏନଏ ଦିଟାକର ମିଶିଲା ପରେ ଆମେ ତାକୁ ନୂତନ ପ୍ରଜାତି ଭାବରେ NBFGR ସାଙ୍ଗରେ ମିଶିକି ଏବେ ଡେସ୍କ୍ରାଇବ୍ କରୁଛୁ, ଗୋଟେ ନୂଆ ପ୍ରଜାତି। ଦେଖନ୍ତୁ, ଇଏ ଦେଖିବାକୁ ଗୋଟେ ବିରଳ ମାଛ ଭଳି ଆମେ କହିପାରିବା, କୋଚିଆ ଗୋଟିକ ଅଛି। ଏଟାକୁ ସମୁଦ୍ର ପତନର କେତେ ଭିତରେ ସେମାନେ ରହିଥାଉଛନ୍ତି ଆଉ କୋଉ ସ୍ଥାନରେ ବାସ କରୁଛନ୍ତି, ଅଲଗା ମାଛଙ୍କ ଠାରୁ ଏମାନଙ୍କର ଭିନ୍ନ କରଣ ରହୁଛି? ଏମାନଙ୍କର ଦାନ୍ତର ଷ୍ଟ୍ରକ୍ଚର ଅଲଗା, ଏମାନଙ୍କର ମେରୁହାଡ଼ ସଂଖ୍ୟା ଅଲଗା ଅଲଗା ମାଛଠୁ, ଏମାନଙ୍କର ଜିନ୍ର ସଂରଚନା ଅଲଗା। ଏମାନେ ମୁଖ୍ୟତଃ ମତେ ଲାଗୁଛି ଏଇ ଯୋଉ ମାଛଟା ଆମର ଏଇ ସର୍ଦର୍ନ ଓଡ଼ିଶା କୋଷ୍ଟ ଆଉ ନର୍ଦର୍ନ ଆନ୍ଧ୍ରା କୋଷ୍ଟ ଭିତରେ ରହୁଛି, କାହିଁକିନା ଆମେ ବହୁତ ଜାଗା ସର୍ଭେ କଲା ପରେ ବି ଆମକୁ ମାତ୍ର 2ଟି ନମୁନା ମିଳିଥିଲା। ଗୋଟେ ବି ସେଟା ବି ଗୋଟେ ଖଣ୍ଡିଆ ମାଛ, ଯୋଉଟା ଆପଣ ଭିଜୁଆଲ ନେଲେ ଟିକେ ଟିକେ କଟିଥିବା, ମୁହଁରୁ କଟିଥିବା ମାଛ। ତେଣୁ ଆ ଉପରେ ଆମେ ପୁଙ୍ଖାନୁପୁଙ୍ଖ ବହୁତ ରିସର୍ଚ୍ଚ କରିପାରିନୁ, କେବଳ ଆକୁ ନୂତନ ପ୍ରଜାତି ଭାବରେ ନାମକରଣ କରିପାରିଛୁ। ନୂତନ ପ୍ରଜାତିର ନାମକରଣ ଆପଣ ବାସ୍କାନିସ୍ଟିସ୍ ଜିନସ୍ ଥିଲା ଆଗରୁ, ଆର ଚେପକେନ୍ସିସ୍ ଏଇଥିପାଇଁ ଦିଆଯାଇଛି ଯେହେତୁ ଆର ଫୁଲ୍ ସ୍ପେସିମେନ୍ଟା ଆମେ କାକିନାଡ଼ାରୁ ପାଇଥିଲୁ। ତାର ଚେପା ମିନ୍ସ ମାଛ ଆନ୍ଧ୍ରାରେ ଯୋଉ ଭାଷାରେ କୁହାଯାଏ, ତେଲୁଗୁ ଭାଷାରେ, ଆଉ କାକି ନେଇଛୁ କାକିନାଡ଼ାରୁ, ସେଇ ଅନୁସାରେ ତାକୁ ଚେପ କାକିନେନ୍ସିସ୍ ବୋଲି ଦିଆହେଇଛି ତା ନାଁ। ଏମାନଙ୍କର ନିର୍ଦ୍ଦିଷ୍ଟ ବାସସ୍ଥାନ କେଉଁଠାରେ? ଏମାନେ ଲୁଣା ଜଳରେ, ସମୁଦ୍ର ଜଳରେ ବାସ କରନ୍ତି। ଏମାନେ ନିଶ୍ଚିନ୍ତ ରୂପେ, ମାନେ ମତେ ଲାଗୁଛି ଏମାନେ ପଥୁରିଆ ଜାଗାରେ ରହୁଥିବେ, ଯୋଉଥିପାଇଁ ଏମାନେ ବହୁତ କମ ମିଳନ୍ତି, ପଥର ସନ୍ଧି ଭଳିଆ ଜାଗାରେ, ଏବଂ କିଛି ଡେପ୍ଥରେ ରହୁଥିବେ, ମାନେ ମିନିମମ୍ 30-40 ମିଟର ଡେପ୍ଥରେ ରହୁଥିବେ। କାହିଁକିନା ଆର ବିଷୟରେ ଆମେ ବହୁତ କିଛି ସତ କହିବାକୁ ଗଲେ ଜାଣିନୁ। ମାତ୍ର 2ଟି ନମୁନା ପାଇଛୁ, ତାଠୁ ଗୋଟେ ଖଣ୍ଡିଆ ଆଉ ଗୋଟେ ପୁରା ନମୁନା, ତେଣୁ ଆ ବିଷୟରେ ଆମେ ବହୁତ କିଛି ଏବେ ଯାଏ ଜାଣିନୁ। ଦେଖନ୍ତୁ, ଏଇ ଛୋଟିଆ ମାଛଟିକୁ ଦେଖିଲେ ଆମେ ଜାଣିପାରିବା ଯେ ଇଏ ଗୋଟେ ସାପ ସଦୃଶ ମଧ୍ୟ ଦେଖାଯାଉଛି, ଯୋଉ ପିଲା ବେଳେ ଯୋଉ ଛୋଟ ଛୋଟିଆ ସାପ ଭଳି ଦେଖାଯାଉଛି, ଏବଂ ଏହାକୁ କୋଚିଆ ସାପ ମଧ୍ୟ ଆମେ ଆଗରୁ ମଧ୍ୟ ଆମେ ଦେଖି ସାରିଥିଲେ। କିନ୍ତୁ ଏଇ ଯୋଉ ନୂତନ ନାମକରଣ କରାଯାଇଛି, ଏମାନଙ୍କର ରହିବା ଆଉ ସାଧାରଣ ମାଛଙ୍କ ଠାରୁ ଭିନ୍ନ, ଏମାନେ କଣ ବିଷାକ୍ତ କି? ଏମାନଙ୍କୁ ଖାଇବା ଉପଯୋଗୀ କି? ଏମାନେ ଆକ୍ଚୁଆଲି ବିଷାକ୍ତ ନୁହନ୍ତି, କିନ୍ତୁ ଖାଇବା ଉପଯୋଗୀ। ଏବେ ଯେହେତୁ ଆର ସଂଖ୍ୟା ବହୁତ କମ, ଆକୁ ଖାଇବା ଉପଯୋଗୀ ବୋଲି ଧରାଯିବନି। ଆକୁ କୁକୁଡ଼ା ଖାଦ୍ୟ ଖାଦ୍ୟରେ ବ୍ୟବହାର କରାଯାଇ ପାରିବ, କିନ୍ତୁ ବର୍ତ୍ତମାନ ଆ ଉପରେ ଆମେ ବହୁତ କିଛି ଜାଣିନୁ। ହୁଏତ ଆର କିଛି ମେଡିସିନାଲ ଭ୍ୟାଲ୍ୟୁ ଥାଇପାରେ କିମ୍ବା ଅଲଗା କିଛି ଉପଯୋଗିତା ଥାଇପାରେ, କିନ୍ତୁ ଆ ବିଷୟରେ ମୁଁ ଯେମିତି କହିଲି, ଆମେ ମାତ୍ର ଗୋଟେ ଖଣ୍ଡିଆ ମାଛ ପାଇଥିଲୁ। ତାକୁ ଡିଏନଏ କଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏଇଟା ଗୋଟେ ନୂଆ ପ୍ରଜାତି, କିନ୍ତୁ ଆମେ 3 ବର୍ଷ ଧରି ଖୋଜିଲା ପରେ ବି ଏ ଏରିଆରେ ଆଉ ସେ ମାଛ ପାଇନୁ। ହଠାତ୍ ମତେ ଯେତେବେଳେ ଆନ୍ଧ୍ରରୁ ଆସିଲା ସେ ମାଛ NBFGR ଠୁ, ସେତେବେଳେ ଜାଣିବାକୁ ପାଇଲୁ ଯେ ଏ ଦିଟାକ ମାଛ ସମାନ। ତେଣୁ ମତେ ଲାଗୁଛି ଏଇ ଏରିଆରେ ମାଛ ଅଛି, କିନ୍ତୁ ତାର ହାବିଟାଟ ଏମିତି ଯେ ଜାଲରେ ମୁଖ୍ୟତଃ ଆସୁନାହାନ୍ତି ଏମାନେ।
ଏହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପାଇଁ ଆହୁରି କଣ ସବୁ ରିସର୍ଚ୍ଚ କରିବାକୁ ପଡିବ ଆଉ କେତେ ବର୍ଷ ଲାଗିବ ଏମିତି? ଆକ୍ଚୁଆଲି ଏହାର ସମ୍ପୂର୍ଣ୍ଣ ତଥ୍ୟ ଆମର କାମ ହେଲା ସ୍ପେସିସ୍ ଡିସ୍କଭରି ତ ହେଇଗଲା ଏବେ ତାର ନାମକରଣ ହେଇଗଲା, ନୂଆ ପ୍ରଜାତି ଅଛି ବୋଲି ଜଣା ପଡିଗଲା। ଆପରେ ଆମକୁ ଯେତେ ଅଧିକା ସଂଖ୍ୟାରେ ମିଳିବ ଆମେ ତା ବିଷୟରେ ବାୟୋଲୋଜି କିମ୍ବା ଅଲଗା କିଛି ଷ୍ଟଡି କରିପାରିବୁ, କିନ୍ତୁ ଏହାର ଅଧିକା ସଂଖ୍ୟା ଏପର୍ଯ୍ୟନ୍ତ ମିଳିନି ଆମମାନଙ୍କୁ। ଆମେ ଦୀର୍ଘ 2022 ରୁ ଏବେ 26 ହେଲାଣି, ପାଖାପାଖି 4 ବର୍ଷ ହେଲା ଭିତରେ ବି ଆମକୁ ବହୁତ ନମୁନା ମିଳିନି। ଯାହାକି ମଧ୍ୟ ଆମେ ଆଲୋଚନା କରୁଥିଲେ ଡକ୍ଟର ମହାପାତ୍ର ସାରଙ୍କ ସହିତ ମଧ୍ୟ ଯେତେବେଳେ ଆମେ ଆଲୋଚନା କରୁଥିଲୁ, ଯେହେତୁ ଏଇ ମାଛଟି ସମୁଦ୍ର ଗର୍ଭର ଯୋଉ ମିଳିଥିଲା ପଥରିଆ ଜାଗା ରହୁଥିବାର ମଧ୍ୟ ତାହା କହିଛନ୍ତି ଏବଂ ଏହା ଖାଦ୍ୟ ଉପଯୋଗୀ ନୁହଁ ଏଥିପାଇଁ ଯେ ଏମାନଙ୍କର ସଂଖ୍ୟା ବହୁତ କମ, ଏମାନଙ୍କର ରିସର୍ଚ୍ଚ ଚାଲିଛି ଏମାନେ କେତେ କିନ୍ତୁ ଶରୀର ଷ୍ଟ୍ରକ୍ଚର ଅନୁସାରେ ଅନ୍ୟ ମାଛ ତୁଳନାରେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ମଧ୍ୟ ରହିଛି ବୋଲି ମଧ୍ୟ ଯାହା ଡକ୍ଟର ମହାପାତ୍ର କହିଛନ୍ତି। ଏମାନଙ୍କର DNA ଟେଷ୍ଟ କଲା ପରେ ହିଁ ଏମାନଙ୍କ ନୂତନ ପ୍ରଜାତିର ବୋଲି କୁହାଯାଇଛି। ଏହାରି ଉପରେ ଆହୁରି ପୁଙ୍ଖାନୁପୁଙ୍ଖ ମଧ୍ୟ ଆଲୋଚନା କରାଯିବ। ଆଲୋଚନା କରିଲେ ଏହାର ନୂତନ ତଥ୍ୟ ମଧ୍ୟ ସାମ୍ନାକୁ ଆସିବ ଏବଂ ଏହାର ନାମକରଣ ମଧ୍ୟ କରାଯାଇଛି। ଏହି ନାମକରଣ କରିବା ପାଇଁ 2022 ରୁ 2026 ପାଖାପାଖି 4 ବର୍ଷ ହୋଇଗଲା। 4 ବର୍ଷ ପରେ ଏହାର ନାମକରଣ କରାଯାଇଛି। ଏହାର ଅଧିକ ତଥ୍ୟ ଜାଣିବା ପାଇଁ ଏମାନଙ୍କୁ ମଧ୍ୟ ଆହୁରି ଅଧିକ ରିସର୍ଚ୍ଚ କରିବ ବୋଲି ଯାହା ଡକ୍ଟର ମହାପାତ୍ର କହିଛନ୍ତି। ଗୋପାଳପୁରରୁ କିରଣ କୁମାର ମିଶ୍ର, ଓଡ଼ିଶା ଭାସ୍କର।